ଜନତା ଦଳର ପିଲାଙ୍କୁ ଦିଆଯାଇଥିଲା ୱାର୍କ ଅର୍ଡର, ଏବେ ବି ଆପଣ ଦେଖିବେ ପାଖରେ ୱାର୍କ ଅର୍ଡର ଅଛି। ୱାର୍କ ଅର୍ଡର ଶୁଣନ୍ତୁ, ୱାର୍କ ଅର୍ଡର ଅଛି, କିନ୍ତୁ ତାଙ୍କ ଠାରୁ କାମ ଛଡେଇ ନିଆଇ ତାଙ୍କର ଅନୁଗତ ମାନଙ୍କୁ ବିକ୍ରି କରାଗଲା। ସେଟା କଣ ଦୁର୍ନୀତି ନୁହେଁ କି? ଆମର ବିଜୁ ଜନତା ଦଳ ପିଲା ୱାର୍କ ଅର୍ଡର ପାଇଥିଲେ, ୱାର୍କ ଅର୍ଡର ବି ଏବେ ବି ଅଛି, ଆପଣମାନେ ତାକୁ ଦେଖିପାରିବେ। କିନ୍ତୁ ସେ ୱାର୍କ ଅର୍ଡରକୁ ଆପଣ କ୍ୟାନସଲ କରିକି, ସେ ପାର୍ଟି କ୍ୟାନସଲ କରିକି ତାଙ୍କର ଅନୁଗତ ବ୍ୟକ୍ତିଗତ 24 ବର୍ଷ ଯୋଉମାନେ ଭୋକିଲା ଥିଲେ ସେଇମାନଙ୍କୁ ସେ କାମ ବିକିଲେ, ସେଇମାନେ ପିଲା କାମ କଲେ। ଆମ ବିଜୁ ଜନତା ଦଳ ପିଲା ଆମେ ଶୁଣନ୍ତୁ, ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତରେ ଆମେ ଯେହେତୁ ଦାୟିତ୍ୱରେ ଥିଲୁ ସାବିତ୍ରୀ ସମୟରେ ଆମେ ଯୋଉମାନଙ୍କୁ ଦେଇଥିଲୁ ସେମାନେ ୱାର୍କର ପାଇକି କର୍ମୀ କାମ କରିପାରିଲେନି, ତେଣୁ ଅସନ୍ତୁଷ୍ଟ ହେଲେ ବି ୱାର୍କର କାହାକୁ ଦିଆଯାଉଛି? ଜେକି ଦିଆଯାଉଛି ନା କର୍ମୀ ଦିଆଯାଉଛି? ୱାର୍କର କାହାକୁ ଦିଆଯାଉଛି? ଆଜ୍ଞା, ୱାର୍କର କାହାକୁ ଦିଆଯାଉଛି? ଯାହା ନାଁରେ ଆପଣ ଏମଏଲଏ ଆଡ୍ ଦେଖିବେ ନାଁରେ ୱାର୍କର ଆସେ। ନା ନା, ବ୍ଲକରେ ଯୋଉ କାମ ଦିଆଯାଉଛି କାହାକୁ ଦିଆଯାଉଛି? ଜେଇନା କର୍ମୀ କେମିତି? ନାଇଁ ୱାର୍କର ଆମର ଏମଏଲଏ ଆଡ୍ କଥା କହୁଛି, ସେ କଥା ଏମଏଲଏ ନାଁରେ ଆସେ, ଯାହା ନାଁ ଯାହା ସେଇ ନାଁରେ ଆସେ। ଆମ କର୍ମୀ କି ନୁହଁ, ତାଙ୍କ ସାଙ୍ଗରେ ଯୋଉ ସ୍ୱଳ୍ପ କର୍ମୀ କିଛି ଥିଲେ ବିଜେପିର ସେଇମାନଙ୍କୁ ସେ ଗୁରୁତ୍ୱ ଦେଲେ ଏବଂ ସେମାନେ ପଞ୍ଚାୟତରେ ତାଙ୍କ ସହିତ ମାନେ ରହିଲେ, କିନ୍ତୁ ବିଜୁ ଜନତା ଦଳ ସାଙ୍ଗରେ ରହିଲେ ନାଇଁ। ବିଜୟ ସହିତ ଶୁଣନ୍ତୁ, ଆଣ୍ଟି ପାର୍ଟି ଆକ୍ଟିଭିଷ୍ଟ ମାନେ ଆମେ ତ ଏଠି ତଳ ସ୍ତରରେ ରହିଲୁ, ଆମେ ଜାଣିଛୁ ସିଏ ଆମକୁ କଣ ଅବହେଳା କରୁଛନ୍ତି। ଏବଂ ଆପଣ ଦେଖନ୍ତୁ, ଏଠି ଆମର ଏଟା ପଞ୍ଚାୟତରେ ସବୁ ବିଜୁ ଜନତା ଦଳର ଆମେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହିତ ଅଛୁ ଏବଂ ରହିବୁ। ତାଙ୍କର ନିଷ୍ପତ୍ତି ଆମେ ସଦାସର୍ବଦା ସର୍ବଦା ରଖିଛୁ ଏବଂ ରଖିବୁ। ତେଣୁ ଏଥିରେ ଆଣ୍ଟିପାର୍ଟି ଆକ୍ଟିଭିଟି ସେ କଣ କରିଛନ୍ତି କଣ ନ କରିଛନ୍ତି ସିଏ ଟିକେଟ୍ ଦେଇଥିଲେ ସିଏ ଜାଣିଛନ୍ତି, ସିଏ ବି ଜାଣିଛନ୍ତି। ଧନ୍ୟବାଦ।